ଯୁବକ ଯୁବତୀମାନଙ୍କ ପାଇଁ ଧନ୍ଦାମୂଳକ ଏବଂ ଦକ୍ଷତା ତାଲିମ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧୀନସ୍ଥ ଉଦ୍ୟାନ ବିଭାଗ ପରିଷଦରେ ଆରସିଡିସି ଭୁବନେଶ୍ୱର ଚାଇଲ୍ଡ ଫଣ୍ଡ ଓ ପିଏମଜେଡଙ୍କ ସହାୟତାରେ ଯୁବକ ଯୁବତୀମାନଙ୍କ ପାଇଁ ଧନ୍ଦାମୂଳକ ଓ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରଥରାମ ପାର୍କ ପ୍ରକଳ୍ପ ସଂଯୋଜକ କାର୍ଯ୍ୟକ୍ରମ ଆରସିଡିସି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଉଦ୍ଦେଶ୍ୟ ବିଷୟରେ ଅବଗତ କରିଥିଲେ। ଶ୍ରୀ ପ୍ରଦୀପ କୁମାର ପାତ୍ର ସିନିୟର ମ୍ୟାନେଜର ଯୁବକ ଯୁବତୀ ଦେଶାନ୍ତର ହୋଇ କିଭଳି ଭାବରେ ଅସୁବିଧାର ସମ୍ମୁଖୀନ ହେବା ସହ ଶିଶୁମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି ସେ ବିଷୟରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀଧର ପଣ୍ଡା ଭାରପ୍ରାପ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଲାମୁଣ୍ଡା, ସମ୍ମାନିତ ଅତିଥି ଭାବେ ଶ୍ରୀ ଜର୍ଜ କ୍ରିକେଟା, ଡେପୁଟି ସିଓ ଓରମାସ କଳାହାଣ୍ଡି, ଡକ୍ଟର ଚନ୍ଦନ କୁମାର ବେହେରା, ଡିପିଏମ କଳାହାଣ୍ଡି, ଶ୍ରୀ ବିଶ୍ୱଜିତ କହଁର ସହକାରୀ ନିର୍ଦ୍ଦେଶକ, ଜିଲ୍ଲା ଶିଳ୍ପ କେନ୍ଦ୍ର କଳାହାଣ୍ଡି, ମିସ୍ ପ୍ରିୟା ଭି, ଜିଲ୍ଲା ନିयोजन କାର୍ଯ୍ୟାଳୟ କଳାହାଣ୍ଡି ପ୍ରମୁଖ ଉପସ୍ଥିତ ରହି ଯୁବକ ଯୁବତୀ ଦକ୍ଷତା ତାଲିମ ନେଇ ନିଜେ ସ୍ୱରୋଜଗାରୀ ହେବାକୁ ପରାମର୍ଶ ଦେଇଥିଲେ। ପିଆଇଏ ଭାବରେ ସୁଭାଷ ନାୟକ, ସାହି ଏକ୍ସପୋର୍ଟ, କଟନ ବ୍ଲାଜିଂରୁ ପ୍ରିୟବ୍ରତ, ମନମୋହନ ମହାନନ୍ଦ, ସାହନା କ୍ଲୋଥିଂ କମ୍ପାନୀ, ବେଦାନ୍ତରୁ ତ୍ରୈଲୋକ୍ୟ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି କମ୍ପାନୀ ତରଫରୁ ଯୁବକ ଯୁବତୀମାନଙ୍କୁ ତାଲିମ ପ୍ରଦାନର ସୁବିଧା ସହ କମ୍ପାନୀରେ ଚାକିରି ଦେବାର ସୁବିଧା ରହିଛି। ତେଣୁ ଯୁବକ ଯୁବତୀ ଆଗେ ଆସି ସୁବିଧା ନେବାକୁ ପରାମର୍ଶ ଦେଇଥିଲେ। କୁମାରୀ ମାନସୀ ମାଝୀ ଓ ଭରତ ବାରିକ ତାଲିମ ନେଇ ନିଜେ ସ୍ୱରୋଜଗାରୀ ହେଲେ ତାଙ୍କର ଅଭିଜ୍ଞତା କହିଥିଲେ। କାର୍ଯ୍ୟକ୍ରମରେ ଆରସିଡିସି କାର୍ଯ୍ୟ କରୁଥିବା ଗାଁର ଶତାଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ସଞ୍ଜୀବ ସରିତା, ଜାକିର ସିଂହ, କୁସୁମା ଲକ୍ଷ୍ମଣୀ, ବିଦ୍ୟୁତ, ସୁଧାଂଶୁ, ଦେବାଶିଷ, ପବିତ୍ର, କପିଳାସ, ଆଦିତ୍ୟ ଓ ବୁଲୁ ପ୍ରମୁଖ ସହଯୋଗ କରିଥିବା ବେଳେ ସରୋଜ କୁମାର ମିଶ୍ର କାର୍ଯ୍ୟକ୍ରମ ତଦାରଖ କରିଥିଲେ। ପରିଶେଷରେ ବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। କଳାହାଣ୍ଡିରୁ ଡମ୍ବରୁଧର ଗୋଇଙ୍କ ରିପୋର୍ଟ, ବିଇ ନ୍ୟୁଜ ଓଡ଼ିଶା।